ସମସ୍ତଙ୍କୁ ମୋର ନମସ୍କାର। ପ୍ରିୟର ଭାଇ ଏବଂ ଭଉଣୀମାନେ, ଏହି ଭିଡ଼ିଓକୁ ଆପଣ ଯଦି ଦେଖୁଛନ୍ତି, ଏହି ବାକ୍ୟକୁ ଶ୍ରବଣ କରୁଛନ୍ତି, ତେବେ ଆପଣ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯେପରିକି ଆପଣ ଏହି ବାକ୍ୟକୁ ବୁଝିପାରିବେ ଏବଂ ପ୍ରଭୁଙ୍କ ଠାରୁ ଆଶୀର୍ବାଦ ପାଇପାରିବେ। ଆସନ୍ତୁ ଆଜିର ଆତ୍ମିକ ଶିକ୍ଷା ପାଇଁ ବାକ୍ୟ ପଢ଼ିବା। ରୋମିଓ 5 ପର୍ବ 8 ପଦ। ଏଠାରେ ଏପରି ଲେଖା ଅଛି, କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ, ସେଥିରେ ଈଶ୍ୱର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ପ୍ରମାଣ କରୁଅଛନ୍ତି। ପ୍ରିୟର ଭାଇ ଏବଂ ଭଉଣୀମାନେ, ଆପଣ ଯେକୌଣସି ଧର୍ମର ଲୋକ ମଧ୍ୟ ହେଉନ୍ତୁ, ଯଦି ଏହି ବାକ୍ୟକୁ ଶୁଣୁଅଛନ୍ତି, ତେବେ ଜାଣନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କୁ ପ୍ରେମ କରୁଅଛନ୍ତି। ଏହି ପବିତ୍ର ପୁସ୍ତକରେ, ଏହି ପବିତ୍ର ବାକ୍ୟରେ ଲେଖା ଅଛି, ଆମ୍ଭେମାନେ ପାପୀ ଥିବା ସମୟରେ, ଆମ୍ଭେମାନେ ଯେତେବେଳେ ପାପରେ ଥିଲୁ, ସେତେବେଳେ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ ମୃତ୍ୟୁ ଭୋଗ କଲେ, ନିଜ ଜୀବନ ଦେଲେ, ନିର୍ଦ୍ଦୋଷରେ, ବିନା ଦୋଷରେ। ତାର ସ୍ୱାର୍ଥ ନଥିଲା, କିଛି ଭୁଲ ନଥିଲା ତାଙ୍କରି। ସେ ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ, ଆମମାନଙ୍କୁ ସେ ପାପରୁ ମୁକ୍ତ କରିବା ପାଇଁ, ପରିତ୍ରାଣ ଦେବା ପାଇଁ ସେ ନିଜ ଜୀବନ ଦେଲେ, ମୃତ୍ୟୁ ଭୋଗ କଲେ। ଏତେ ପ୍ରେମ କଲେ, ସେ ନିଜ ଜୀବନ ଦେଇକି ସେ ତାଙ୍କରି ପ୍ରେମକୁ ସପ୍ରମାଣ କରୁଅଛନ୍ତି। ପ୍ରିୟର ଭାଇ ଏବଂ ଭଉଣୀମାନେ, ତୋ ପାଇଁ, ମୋ ପାଇଁ, ଆମ ସମସ୍ତଙ୍କ ପାଇଁ, ଆମ୍ଭମାନଙ୍କୁ ପ୍ରତ୍ୟେକଙ୍କୁ ଉଦ୍ଧାର କରିବା ପାଇଁ, ପାପରୁ ପରିତ୍ରାଣ ଦେବା ପାଇଁ ସେ ନିଜ ଜୀବନ ଦେଇଅଛନ୍ତି। ଏତେ ପ୍ରେମ କଲେ, ଅଜଣାତରେ, ମାନେ କିଛି ଦୋଷ ନ କରି, କିଛି ଭୁଲ ନ କରି, କିଛି ପାପ ନ କରି, ଆମ ପାପ ପାଇଁ ସେ ନିଜ ଜୀବନ ଦେଲେ, ରକ୍ତ ଝରାଇଲେ, କ୍ରୁଶକୁ ବୋହିଲେ, କଣ୍ଟାର ମାଡ଼ ଆଘାତ ସହିଲେ, ସେ କଣ୍ଟାର ମୁକୁଟ ପିନ୍ଧିଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରିୟର ଭାଇ ଏବଂ ଭଉଣୀମାନେ, ଆପଣମାନେ ଯେଉଁମାନେ ମଧ୍ୟ ହୁଅନ୍ତୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କୁ ପ୍ରେମ କରୁଛନ୍ତି। ଜାଣନ୍ତୁ, ତାଙ୍କ ବିନା, ତାଙ୍କ ଛଡ଼ା କିଏ ହିଁ ପାପରୁ ପରିତ୍ରାଣ କରିପାରିବେ ନାହିଁ। ପାପକୁ କ୍ଷମା କରିବା ପାଇଁ ଆଉ କୌଣସି ନାମ ଦିଆଯାଏ ନାହିଁ, କୌଣସି ଆଉ ପରିତ୍ରାଣ ଦେବା ନିମନ୍ତେ ଆଉ କୌଣସି ନାମ ଦିଆଯାଏ ନାହିଁ। କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ପାପରୁ କ୍ଷମା ମିଳେ, ପାପରୁ ପରିତ୍ରାଣ ମିଳେ। ପ୍ରିୟର ଭାଇ ଏବଂ ଭଉଣୀମାନେ, ଏଥିପାଇଁ ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରେମକୁ ଜାଣନ୍ତୁ। ସେ ଆପଣଙ୍କୁ ଏବେ ମଧ୍ୟ ପ୍ରେମ କରୁଛନ୍ତି। ଯଦି ଆପଣ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯଦି ପ୍ରେମ କରିବା ପାଇଁ ଇଚ୍ଛୁକ, ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜାଣିବା ପାଇଁ ଇଚ୍ଛୁକ, ଯିଏକି ଆପଣଙ୍କ ପାଇଁ ଜୀବନ ଦେଇଅଛନ୍ତି, ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯଦି ଜାଣିବା ପାଇଁ ଇଚ୍ଛା କରୁଛନ୍ତି, ତେବେ ମୁଁ ଆପଣଙ୍କୁ ଗୋଟିଏ ବିଷୟ କହିବା ପାଇଁ ଚାହେଁ। ଆପଣ ସେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କ ପାଇଁ, ମୋ ପାଇଁ, ଆମ ସମସ୍ତଙ୍କ ପାଇଁ ଯଦି ନିଜ ଜୀବନ ଦେଲେ, ତେବେ ଆମେ ମଧ୍ୟ ତାଙ୍କରି ପାଇଁ କ'ଣ କରିବା ଆମେ ଜାଣିବା। ସେ ଆମମାନଙ୍କୁ ପ୍ରେମ କରିଲେ, ଏତେ ପ୍ରେମ କଲେ, ଏଡ଼େ ପ୍ରେମ କଲେ, ଏଥିପାଇଁ ସେ ନିଜ ଜୀବନ ଦେଲେ। ହେଲେ ଆମେ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରେମ କରିବା ନା ଘୃଣା କରିବା? ପ୍ରିୟର ଭାଇ ଏବଂ ଭଉଣୀମାନେ, ଆପଣ ଯଦି ଅନନ୍ତ ଜୀବନ, ପରିତ୍ରାଣ, ପାପର କ୍ଷମା ପାଇବା ପାଇଁ ଚାହୁଁଛନ୍ତି, ତେବେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କୁ ପ୍ରେମ କରୁଛନ୍ତି, ଆପଣଙ୍କୁ ଅପେକ୍ଷା କରୁଛନ୍ତି, ମୋ ସନ୍ତାନ ମୋ ନିକଟକୁ ଆସୁ ବୋଲିକି। ଆପଣ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରେମ କରନ୍ତୁ। ଆପଣ ନିଜକୁ ପଚାରନ୍ତୁ, ଆପଣ କ'ଣ ଯୀଶୁଖ୍ରୀଷ୍ଟଙ୍କୁ ପ୍ରେମ କରିବା ପାଇଁ ଇଚ୍ଛା କରୁଛନ୍ତି? ଯଦି କରୁଛନ୍ତି, ତେବେ ଆସନ୍ତୁ, ପ୍ରେମ ମାନେ କ'ଣ? ଆଜିକାଲି ଏହି ଦୁନିଆରେ, ଏହି ଜଗତରେ ଗୋଟେ ଝିଅକୁ ପୁଅ ଗୋଟିଏ ଗୋଲାପ ଫୁଲ ଦେଇକି ପ୍ରେମ କରେ। ଚକୋଲେଟ୍, ବିସ୍କୁଟ ଇତ୍ୟାଦି
ଛୋଟିଆ ଛୋଟିଆ ଜିନିଷ ଗୁଡ଼ାକ ଦେଇକି ପ୍ରେମ କରାକରି ଚାଲିଛି, ପ୍ରେମ ଚାଲିଅଛି, ପ୍ରେମ କରନ୍ତି। କିନ୍ତୁ ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରିୟର ଭାଇ ଏବଂ ଭଉଣୀମାନେ, ପ୍ରିୟର ବିଶ୍ୱାସୀ ଯେତେ ଜଣ ଏହି ଭିଡ଼ିଓକୁ ଦେଖୁଛନ୍ତି ସମସ୍ତେ ହେଲେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କିଭଳି ପ୍ରେମ କରିବା? କ'ଣ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କ'ଣ ସେ ଆମ ପାଇଁ ଜୀବନ ଦେଇଛନ୍ତି, ଆମେ ତାଙ୍କୁ କ'ଣ ଚକୋଲେଟ୍ ଦେଇ ପ୍ରେମ କରିପାରିବା? ଗୋଲାପ ଫୁଲ ଦେଇ ପ୍ରେମ କରିପାରିବା? ତାହା ଯଥେଷ୍ଟ ନୁହେଁ। ଆସନ୍ତୁ ଜାଣିବା, ବାକ୍ୟରୁ ହିଁ ପଢ଼ିବା। ଆମେ ଯଦି ତାଙ୍କୁ ପ୍ରେମ କରିବା ପାଇଁ ଇଚ୍ଛା କରୁଛୁ ତେବେ ଆମେ ତାଙ୍କରି ପାଇଁ କ'ଣ କରିବା? ଆସନ୍ତୁ ପଢ଼ିବା ଯୋହନ ପୁସ୍ତକ 14 ପର୍ବ 15 ପଦ। ଯଦି ତୁମ୍ଭେମାନେ ମୋତେ ପ୍ରେମ କର ତାହାହେଲେ ମୋର ଆଜ୍ଞା ସବୁ ପାଳନ କରିବ। ଆଜ୍ଞା ସବୁ ପାଳନ କରିବ। ପ୍ରିୟର ଭାଇ ଏବଂ ଭଉଣୀମାନେ, ଏହି ସମୟରେ ଯୀଶୁଖ୍ରୀଷ୍ଟ ନିଜେ କହୁଛନ୍ତି, ଯଦି ତୁମ୍ଭେମାନେ ଯଦି ମୋତେ ପ୍ରେମ କରିବ ତାହେଲେ ମୋର ଆଜ୍ଞା ସବୁ ପାଳନ କରିବ। ଏହା ହିଁ ଆମମାନଙ୍କର ଗୋଟିଏ ପ୍ରୁଫ୍ ଅଛି। ମାନେ ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯଦି ଆମେ ପ୍ରେମ କରିବା ପାଇଁ ଇଚ୍ଛା କରୁଛୁ ତେବେ ଆମେ କିଛି ଆଉ କୌଣସି ବିଷୟ କରିବାକୁ ପଡ଼ିବ ନାହିଁ। କେବଳ ତାଙ୍କରି ଆଜ୍ଞା ସବୁ ପାଳନ କରିବାକୁ ପଡ଼ିବ। ସେ ଯାହା ଯାହା କହିଛନ୍ତି, ଯାହା ଯାହା ମନା କରିଛନ୍ତି ସେହି ସବୁ ଛାଡ଼ିବାକୁ ପଡ଼ିବ। ସବୁ ତାଙ୍କରି ଆଜ୍ଞାକୁ ପାଳନ କରିବାକୁ ପଡ଼ିବ। ହେଲେ ଆମେ ତାଙ୍କୁ ପ୍ରେମ କରୁଛୁ। ସେ ଆମକୁ ପ୍ରେମ କରୁଛନ୍ତି, ଅନନ୍ତ ଜୀବନ ପାଆନ୍ତୁ ବୋଲି ସେ ଇଚ୍ଛା କରନ୍ତି। ହେଲେ ଆମେମାନେ କ'ଣ ଅନନ୍ତ ଜୀବନ ପାଇବା ପାଇଁ ଇଚ୍ଛା ନାହୁଁ କି? ତାଙ୍କୁ ପରମେଶ୍ୱରଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରେମ କରିବା ପାଇଁ ଇଚ୍ଛା ନାହୁଁ କି? ଯଦି ଅନନ୍ତ ଜୀବନ ପାଇବା ପାଇଁ ଇଚ୍ଛୁକ, ଯଦି ପ୍ରେମ କରିବା ପାଇଁ ଇଚ୍ଛୁକ ତେବେ ଆସୁ ଆମେ ଡିସାଇଡ଼୍ କରିବା, ଆଜିଠାରୁ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଜ୍ଞା ପାଳନ କରିବା। ତେବେ ପ୍ରଭୁଙ୍କର ପ୍ରେମ ମୋଠାରେ ରହିବ। ଆଉ ପ୍ରିୟ ପ୍ରଭୁଙ୍କର ଲୋକମାନେ, ମେନ୍ କରି ପ୍ରେମର ଅର୍ଥ କ'ଣ ଆମେ ଜାଣିଛୁ କି? ପ୍ରେମର ଅର୍ଥ ଆସନ୍ତୁ ଜାଣିବା। ପ୍ରଥମ ଯୋହନ 5 ପର୍ବ 3 ପଦ। କାରଣ ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ ତାହାଙ୍କ ଆଜ୍ଞା ପାଳନ କରିବା। ଏହି ସ୍ଥାନରେ ମଧ୍ୟ ଦେଖିଲୁ, ପ୍ରେମ କରିବାର ଅର୍ଥ ହେଲା ଆଜ୍ଞା ପାଳନ କରିବା। ପ୍ରଭୁ ଯୀଶୁଖ୍ରୀଷ୍ଟ ଯାହା କହିଅଛନ୍ତି ତାହା ସବୁ ଆଜ୍ଞା ପାଳନ କରିବା କରୁଛୁ, ତେବେ ଆମେମାନେ ତାହାଙ୍କୁ ପ୍ରେମ କରୁଅଛୁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏଥିପାଇଁ ଆମେମାନେ ବାକ୍ୟରେ ଶୁଣିଅଛୁ, ପଢ଼ିଅଛୁ ପରମେଶ୍ୱର ପ୍ରଭୁ ଯୀଶୁଖ୍ରୀଷ୍ଟ କ'ଣ ମନା କରିଅଛନ୍ତି, କ'ଣ ଛାଡ଼ିବା ପାଇଁ, କ'ଣ ପରିତ୍ୟାଗ କରିବା ପାଇଁ କହିଅଛନ୍ତି। ସବୁକୁ ଆମେ ପରିତ୍ୟାଗ କରିବାକୁ ପଡ଼ିବ, ପାପକୁ ଛାଡ଼ିବାକୁ ପଡ଼ିବ, ପ୍ରଭୁଙ୍କର ଆଜ୍ଞାକୁ ପାଳନ କରିବାକୁ ପଡ଼ିବ। ତେବେ ଆମେମାନେ ଯୀଶୁଖ୍ରୀଷ୍ଟଙ୍କୁ ପ୍ରେମ କରୁଛୁ। ପ୍ରିୟର ଭାଇ ଏବଂ ଭଉଣୀମାନେ, ଯଦି ଆମେ ପ୍ରଭୁଙ୍କର ଆଜ୍ଞାକୁ ପାଳନ ନ କରି ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରେମ କରୁଅଛି ବୋଲି କହୁଛୁ, ତେବେ ଆମ୍ଭେ ମିଥ୍ୟାବାଦୀ। ଆମେ ଟକୁଛୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ, ମିଛ କହୁଅଛୁ। ସେ ସବୁ ଜାଣନ୍ତି। ଏଥିପାଇଁ ଆସୁ ଏହି ସମୟଠାରୁ ଭାଇମାନେ, ଭଉଣୀମାନେ, ଆପଣ ଯେଉଁ ଲୋକ ମଧ୍ୟ ହୁଅନ୍ତୁ, ଟିକେ ଭାବନ୍ତୁ, ଆପଣଙ୍କ ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ଜୀବନ ଦେଲେ, ମୃତ୍ୟୁ ଭୋଗ କଲେ, ବିନା ଦୋଷରେ ସେ ନିଜ ଜୀବନ ଦେଲେ ଆପଣଙ୍କ ପ୍ରେମ ସକାଶୁ। ଆପଣ ଯେପରି ଉଦ୍ଧାର ପାଇବେ, ଯେପରି ପରିତ୍ରାଣ ପାଇବେ, ଏହା ଭାବି ସେ ନିଜ ଜୀବନ ଦେଲେ। ଏଥିପାଇଁ ଯଦି ଆପଣ ସେ ଜୀବନ ପାଇବା ପାଇଁ, ସେ ଅନନ୍ତ ଜୀବନ ପାଇବା ପାଇଁ, ପରିତ୍ରାଣ ପାଇବା ପାଇଁ ଯଦି ଇଚ୍ଛା କରୁଛନ୍ତି, ତେବେ ଆପଣ ପ୍ରାର୍ଥନା କରନ୍ତୁ, ପ୍ରଭୁଙ୍କ ନିକଟରେ ସମର୍ପିତ ହୁଅନ୍ତୁ। ଏହି ସମୟରେ, ପ୍ରଭୁ ମୁଁ ଆଜିଠାରୁ ତୁମକୁ ପ୍ରେମ କରିବି, ତୁମରି ଆଜ୍ଞା ପାଳନ କରିବି ପ୍ରଭୁ ବୋଲି ପ୍ରାର୍ଥନା। ପ୍ରିୟର ଭାଇ ଏବଂ ଭଉଣୀମାନେ, ଆଉ ସେହି ପ୍ରଥମ ଯୋହନ 4:8 ଲେଖା ଅଛି, ଯେ ପ୍ରେମ କରେ ନାହିଁ ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ତ ପ୍ରେମ। ଯଦି ଆମେ ଈଶ୍ୱରଙ୍କୁ ଜାଣିଛୁ ତେବେ ଆମେ ପ୍ରେମ କରିବା ଆବଶ୍ୟକ। ପ୍ରେମ କରିବାର ମାନେ କ'ଣ? ତାଙ୍କରି ଆଜ୍ଞା ପାଳନ କରିବା ଆବଶ୍ୟକ। ଆପଣ ଖ୍ରୀଷ୍ଟିଆନ ହେଇଥାନ୍ତୁ, ଖ୍ରୀଷ୍ଟିଆନ ହୁଅନ୍ତୁ କି ହିନ୍ଦୁ ହୁଅନ୍ତୁ କି ଯେକୌଣସି ଧର୍ମର ଲୋକ ମଧ୍ୟ ହୁଅନ୍ତୁ, ଯଦି ଏହି ବାକ୍ୟ ଶୁଣିଅଛନ୍ତି ତେବେ ଆପଣ ଜାଣନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କୁ ପ୍ରେମ କରୁଛନ୍ତି।
ଆପଣ ଧନୀ ଲୋକ ମଧ୍ୟ ହୁଅନ୍ତୁ, ମୂର୍ଖ ଲୋକ ମଧ୍ୟ ହୁଅନ୍ତୁ, ଆପଣ ଭିକାରୀ ଲୋକ ମଧ୍ୟ ହୁଅନ୍ତୁ, ଆପଣ ଯେକୌଣସି ଦୁଷ୍ଟ ଲୋକ ମଧ୍ୟ ହୁଅନ୍ତୁ, ପାପୀ ଲୋକ ମଧ୍ୟ ହୁଅନ୍ତୁ, ହୁଏତ କେହି ଆପଣଙ୍କୁ ତୁଚ୍ଛ ଦେଖୁଥାଏ, କିଏ ଆପଣଙ୍କୁ ପଚାରୁନଥାଏ, କିଏ ଆପଣଙ୍କୁ ସ୍ନେହ କରୁନଥାଏ, ପ୍ରେମ କରୁନଥାଏ, ସମସ୍ତେ ହୁଏତ ଘୃଣା ହୁଏତ କରୁଥିବେ, କିନ୍ତୁ ଆପଣ ଜାଣନ୍ତୁ ଯେମିତି ଲୋକ ମଧ୍ୟ ହେଇଥିଲେ ମଧ୍ୟ ଆପଣଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରେମ କରୁଛନ୍ତି। ଏଥିପାଇଁ ଆପଣ ଯଦି ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରେମକୁ ପାଇବା ପାଇଁ ଯଦି ଇଚ୍ଛା କରୁଛନ୍ତି, ତେବେ ଆପଣ ପ୍ରାର୍ଥନା କରନ୍ତୁ, ପ୍ରଭୁ ମୁଁ ତୁମକୁ ଜାଣିବା ପାଇଁ ଚାହେଁ, ପ୍ରଭୁ ମୁଁ ତୁମକୁ ପ୍ରେମ କରିବା ପାଇଁ ଚାହେଁ, ପ୍ରଭୁ ମୁଁ ତୁମର ଆଜ୍ଞା ପାଳନ କରିବା ପାଇଁ ଚାହେଁ ବୋଲି ପ୍ରାର୍ଥନା କରନ୍ତୁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ସେ ପ୍ରେମ ଦ୍ୱାରା ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କ ଜୀବନରେ ବାସ କରିବେ, ଆପଣଙ୍କ ସହିତ ରହିବେ ଏବଂ ଆପଣଙ୍କୁ ଅନନ୍ତ ଜୀବନ ଦେବେ। ଆପଣ ସଦାସର୍ବଦା ଆନନ୍ଦର ସହିତ, ଶାନ୍ତିର ସହିତ ଜୀବନ କାଟିବେ। ଏହି ବାକ୍ୟ ଦ୍ୱାରା ପ୍ରଭୁ ଆପଣଙ୍କୁ ମୋତେ ପ୍ରତ୍ୟେକଙ୍କୁ ଏହି ବାକ୍ୟ ଶୁଣିଥିବାରୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମେନ୍।